ସମସ୍ତଙ୍କୁ ନମସ୍କାର। ହୋପଫୁଲି ଆପଣମାନେ ସମସ୍ତେ ସେଫ୍ ଅଛନ୍ତି, ଭଲ ଅଛନ୍ତି, ଯେଉଁଠି ବି ଅଛନ୍ତି। ଆଉ ବର୍ତ୍ତମାନର ତ ପରିସ୍ଥିତି ଆପଣମାନେ ଜାଣିଥିବେ, ଯେଉଁଭଳି ଭାବେ ଆମ ଭାରତ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ସିଜଫାୟାର କରାଯାଉଛି ଆଉ ସିଜଫାୟାରର ଉଲ୍ଲଂଘନ କରାଯାଇ ଅନେକ ଜାଗାରେ ପାକିସ୍ତାନ ସେନା ସେଲିଂ କରୁଛି। ସେଲିଂ କରିବା ସହିତ ଗୁଳିମାଡ଼ ମଧ୍ୟ କରୁଛି। ଭାରତ ତରଫରୁ ମଧ୍ୟ ଉଚିତ ଜବାବ ଦିଆଯାଉଛି। ଆଉ ଜବାବ ବି କାହିଁ ନ ଦିଆଯାଇଥାନ୍ତା ଯଦି ଆମେ ଦେଖିବା ଯେଉଁଭଳି ଭାବେ ଏପ୍ରିଲ 22 ତାରିଖରେ ପହଲଗାମ ଠାରେ ଆତଙ୍କବାଦୀମାନେ ଯେଉଁଭଳି ଭାବେ 26 ଜଣ ଇନୋସେଣ୍ଟ ଟୁରିଷ୍ଟ ଏବଂ ନାଗରିକମାନଙ୍କୁ ଯେଉଁଭଳି ଭାବେ ହତ୍ୟା କଲେ, ତାହାର କିଛି ନା କିଛି ଭାବେ ତ ପ୍ରତିଶୋଧ ନେବାର ଥିଲା। ଇଣ୍ଡିଆ ଆଜି ସୁଦ୍ଧା ସ୍ୱାଧୀନତା ପାଇବା ପରେ କେବେ ହେଲେ ବି ନିଜର ସୀମାକୁ ଉଲ୍ଲଂଘନ କରିନାହିଁ। ସୀମା ଇନ୍ ଦ ସେନ୍ସ LOC କୁ ବି ସେ ପାର କରିନାହିଁ। ଏବଂ ଯଦି ଆମେ ଦେଖିବା କେବେ ବି ପାକିସ୍ତାନ ଭିତରେ ପଶିକି କୌଣସି ବି କାର୍ଯ୍ୟାନୁଷ୍ଠାନ ସେ ଗ୍ରହଣ କରିନାହିଁ। କିନ୍ତୁ ଏଥର ଯାହା ହେଲା ତାହା ସବୁ ସୀମା ଟପିଗଲା। ଆଉ ବର୍ତ୍ତମାନ ଭାରତ ସୀମା ଟପିଛି। ଆଉ ପ୍ରଥମେ ଆପଣଙ୍କୁ କହି ରଖୁଛୁ, ଯେତେବେଳେ ପ୍ରେସମିଟ୍ଟି ପ୍ରଥମ ଥର କରାହେଲା ଭାରତ ସରକାର ପକ୍ଷରୁ, ଯେତେବେଳେ 6 ତାରିଖ ଦିନ ରାତି ଅଧରେ, ରାତି 1ରୁ 1:30 ଭିତରେ ଯେତେବେଳେ ଭାରତୀୟ ସେନା ପକ୍ଷରୁ ପ୍ରଥମେ 9ଟି ଜାଗା ଯେଉଁଠିକି ଟେରରିଷ୍ଟ କ୍ୟାମ୍ପ ଥିବା ଇଣ୍ଡିଆନ୍ ଇଣ୍ଟେଲ ପାଖରେ ସୂଚନା ଥିଲା ଏବଂ ସେଇ 9ଟି ସ୍ଥାନରେ ଯେତେବେଳେ ମିସାଇଲ ଯୋଗେ ମାଡ଼ କରାଯାଇ ଅନେକ ଆତଙ୍କବାଦୀମାନଙ୍କୁ ମରାଯାଇଥିବା ଯେଉଁଭଳି ଭାବେ ସୂଚନା ଆମକୁ ଭାରତ ସରକାର ଦେଲେ, ସେଇଥିରୁ ଏହା ସ୍ପଷ୍ଟ ଜଣାପଡ଼ିଗଲା ଯେ ଏଥର ଭାରତ କିଛି ନା କିଛି ଗୋଟେ ଠୋସ୍ ପଦକ୍ଷେପ ନେଇଛି ପାକିସ୍ତାନର ଆତଙ୍କବାଦ ବିରୋଧରେ। ତ ଏଇ ଯେଉଁ ଆତଙ୍କବାଦୀ ମାନେ ଅଛନ୍ତି ଆଜ୍ଞା, ଏମାନେ ପାକିସ୍ତାନରେ ଆରମ୍ଭରୁ ତାଙ୍କର ଟ୍ରେନିଂ ଚାଲିଥାଏ। ଆମେ ଅନେକ ଜାଗାରେ ବିଭିନ୍ନ ସୋର୍ସରୁ ଆପଣ ବି ଦେଖିଥିବେ। ଏବଂ ଯେଉଁଭଳି ଭାବେ ଫରେନ୍ ସେକ୍ରେଟାରୀ ତାଙ୍କର ବାର୍ତ୍ତାରେ ଆମକୁ ସୂଚନା ଦେଲେ ଯେ ଯେଉଁ ଜାଗାରେ ଯେଉଁ ମସଜିଦ୍ ଭଙ୍ଗାଯିବାର ପାକିସ୍ତାନ ଅଭିଯୋଗ କରୁଛି, ଆଉ ଯେଉଁଠି ସେ କ୍ଲେମ୍ କରୁଛି ଯେ ସିଟିଜେନ୍ ମାନେ ଥିଲେ, ଇନୋସେଣ୍ଟ ସିଭିଲିଆନ୍ସ ମାନେ ଥିଲେ, ମାନେ ସେମାନଙ୍କୁ ଭାରତୀୟ ସେନା ଯେତେବେଳେ ତାଙ୍କ ମିସାଇଲ ମାଡ଼ରେ ନିହତ କରିଛି, ତ ଏ ଯେଉଁ ନିହତ କରିବା ଅବସ୍ଥାରେ ସେ କହିବା କଥା ପାକିସ୍ତାନ ଯେ ଆମ ସିଟିଜେନ୍ ମାନଙ୍କୁ କାହିଁ ଟାର୍ଗେଟ୍ କରାଗଲା। ପ୍ରଥମେ ପାକିସ୍ତାନ ଏହା ବୁଝିବା ଦରକାର ଯେ ସୀମା ସିଏ କ୍ରସ୍ କରିଥିଲା, ସିଏ ହିଁ ଆତଙ୍କବାଦକୁ ପ୍ରୋତ୍ସାହନ ଆରମ୍ଭରୁ ଦେଇ ଆସିଛି। ଆଉ ଯାହାର କନସିକ୍ୱେନ୍ସ ହେଲା ଏପ୍ରିଲ 22 ତାରିଖର ପହଲଗାମ ଘଟଣା। ଆମେ ତା ପୂର୍ବରୁ ମଧ୍ୟ ଉରି କଥା ବି ଆମେ ଯେତେବେଳେ କହିବା, କିମ୍ବା ପୁଲୱାମା 2019 କଥା ଯେତେବେଳେ ଆମେ କହିବା, ସବୁ ଜାଗାରେ କେଉଁଠି ନା କେଉଁଠି ଏ ଟ୍ରେଣ୍ଡ ମିଲିଟାଣ୍ଟସ୍ ମାନେ ଆସିକି ଇଣ୍ଡିଆରେ ଏଇଭଳିଆ ସବୁ କାମ କରି ଆସୁଛନ୍ତି। ତ ବର୍ତ୍ତମାନ ଯେଉଁଭଳି ଭାବେ ଯୁଦ୍ଧ ପରିସ୍ଥିତି ଉପୁଜିଛି, ତାହାକୁ ନେଇକି କିଛିଟା କଥା ପ୍ରଥମେ ଆମେ ଆଜ୍ ଏ ରେସ୍ପନ୍ସିବଲ୍ ସିଟିଜେନ୍ ଆମେମାନେ ଜାଣି ରଖିବା। ଆଜି ଏ ଲାଇଭ୍ ଷ୍ଟ୍ରିମ୍କୁ 5ଟା ଲୋକ ଦେଖନ୍ତୁ, 10ଟା ଲୋକ ଦେଖନ୍ତୁ, କିମ୍ବା 1000 ଲୋକ ଦେଖନ୍ତୁ, ସେମାନଙ୍କ ଉଦ୍ଦେଶ୍ୟରେ ମୁଁ ଗୋଟେ ବାର୍ତ୍ତା ଆଣିବାକୁ ଚାହିଁବି। ଆପଣମାନେ ସ୍କ୍ରିନ୍ରେ ଦେଖିପାରୁଥିବେ, ଜଣେ ଆପଣମାନେ ସ୍କ୍ରିନ୍ରେ ଦେଖିପାରୁଥିବେ, ମୁଁ ଦେଖେଇ ଏଇଠି ଦେଖନ୍ତୁ, ମିନିଷ୍ଟ୍ରି ଅଫ୍ ଡିଫେନ୍ସ ପକ୍ଷରୁ ଗୋଟେ ଟ୍ୱିଟ୍ କରାଯାଇଛି। ଏ ଟ୍ୱିଟ୍ରେ କ୍ଲିଅରଲି ଲେଖାଯାଇଛି, ଆପଣ ଦେଖିପାରୁଥିବେ ଟ୍ୱିଟ୍ରେ ଲେଖାଯାଇଛି କି ସବୁ ଯେତିକ ମିଡ଼ିଆ ଚ୍ୟାନେଲ୍ ଅଛନ୍ତି, ଡିଜିଟାଲ୍ ପ୍ଲାଟଫର୍ମ, ଯେମିତିକି ଆମର ଗୋଟେ ଡିଜିଟାଲ୍ ପ୍ଲାଟଫର୍ମ ହେଲା, ତାପରେ ଯେଉଁ ଇଣ୍ଡିଭିଜୁଆଲ୍ ମାନେ ବି ତାଙ୍କର ପର୍ସନାଲ୍ ଆକାଉଣ୍ଟ ଅଛି, ସେ ପର୍ସନାଲ୍ ଆକାଉଣ୍ଟ ଯେଉଁମାନେ ୟୁଜ୍ କରୁଛନ୍ତି, ସେମାନେ ତାଙ୍କୁ ରିକ୍ୱେଷ୍ଟ କରାଯାଇଛି ମିନିଷ୍ଟ୍ରି ଅଫ୍ ଡିଫେନ୍ସ ପକ୍ଷରୁ କି କୌଣସି ବି ସେନାର, ମାନେ ଭାରତୀୟ ସେନାର କିମ୍ବା ବାୟୁସେନାର କିମ୍ବା ନେଭିର ଯାହା କିଛି ବି ଇନଫର୍ମେସନ୍ ତାଙ୍କ ପାଖକୁ ଆସୁଛି, ରିଏଲ୍ ଟାଇମ୍ ହଉ କିମ୍ବା ଯେଉଁଟା ବି ଘଟିବାକୁ ଯାଉଛି କିମ୍ବା ଘଟୁଥିଲା, ସେଇ ଜିନିଷ କୁ ନିଜ ଫିଡ଼୍ରେ କିମ୍ବା ନିଜ ପୋଷ୍ଟରେ କୌଣସିଟା ପ୍ରକାଶ ନ କରିବାକୁ ସେ ଅନୁରୋଧ କରିଛନ୍ତି। ଏଇଥିରେ ସେ କାରଣ ଦର୍ଶାଇଛନ୍ତି କି ଡିସକ୍ଲୋଜର ଅଫ୍ ସଚ୍ ସେନ୍ସିଟିଭ୍ ଓର ସୋର୍ସ ବେସ୍ଡ ଇନଫର୍ମେସନ୍ ମେ ଜିଓପାର୍ଡାଇଜ୍ ଅପରେସନାଲ ଏଫେକ୍ଟିଭନେସ୍ ଆଣ୍ଡ ଏଣ୍ଡେଜର ଲାଇଫ୍ସ। ଦେଖନ୍ତୁ ଆଜ୍ଞା, ଭାରତୀୟ ଯେଉଁ ଡିଫେନ୍ସ କଥା ଆମେ ଯଦି ପ୍ରତିରକ୍ଷା କଥା ଆମେ କହିବା, ପ୍ରତ୍ୟେକ କେବଳ ଭାରତ ନୁହଁ, ଯେକୌଣସି ଦେଶର ଡିଫେନ୍ସ ସିଷ୍ଟମ୍ ଯେଉଁଟା ଥାଏ ସେଇଟା ବହୁତ ସିକ୍ରେଟଲି କାମ କରେ। କନଫିଡେନ୍ସିଆଲିଟି ତାଙ୍କ ଭିତରେ ଗୋଟେ ଥାଏ। ଆମେ ବି କହି ରଖୁଛୁ, ଆମ
परिवार भी किसी चिन्हा परिचय भितर किसी जन सदस्य से माने एयरफोर्स एवं आर्मी रे अछंती किंबा रहितिले से माने सबू तांकर इनफॉरमेशन को प्राइवेट रखती परिवार आगे भी डिस्क्लोज करती ना किंतु जेकोसी सोर्स रू भी जदि ये जिनसटा जना पड़ जाए जो जेकोसी बाटर भी तो ये जो डिस्क्लोजरटा जो बेसिकली गवर्नमेंट ऑफ इंडिया जोटा कही कि डिस्क्लोज करने कथा नुह किंतु वर्तमान जदि आम देखा गोदी मीडिया गोटे अजीब प्रकार मैंने काम कर कंटेंट मिलगला एत दिन है गोदी मीडिया पाखे जहाँ से धर्म को लेकिन जहाँ कंटेंट बनाऊे से तो छाड़ू ता विषय आम आलोचना करी लाभ ना से जिनस को जो इंडियन आर्मी ऑलरेडी खंडन कर सारी से ऑलरेडी कही सारी कि जो धर्म को किंबा जो जाति को लेकिन जो आतंकवादी माने जो भली भाव आक्रमण कले से चाहूले कि भारत वर्ष दुई भाग हो दुई भाग में विभक्त हो। प्रथमटी आम देखा चाहिए कि जितेबाला भारत वर्ष रे कारगिल वार घटीला यहाँ गवर्नमेंट ऑफ इंडिया मिनिस्ट्री ऑफ डिफेंस कहूँ कारगिल वार जो घटी 26/11 अटैक जो घटीला किंबा जो कांधार हाईजैकिंग आपन को समस्त को मन थी कांधार हाईजैकिंग रे गोटे प्रीमेच्योर रिपोर्टिंग रो किछिटा एविडेंस से पाइथिले जोथे कि स्पष्ट भाव देखा जाइथिला जे किछि निर्दिष्ट गणमाध्यम प्रतिनिधि माने से माने अनेक प्रकार मिस इनफॉरमेशन स्प्रेड करथिले से माने अनेक प्रकार से गोटे वार्ता गोटे मिथ्या वार्ता लोकों को आगे ये करथिले जोथे कि लोक माने पानी खबाटा निहाती थय थिला। तो यही जो पैनिक सिचुएशन को अवॉइड करने आम भारत सरकार बारंबार रिक्वेस्ट कर एमती मिस इनफॉरमेशन किंबा एमती न्यूज कहा आगे भी प्रकाश न करा जाओ किंतु आम जो देखा कि ये जो गोदी मीडिया कार्यकलाप विषय आम कि आलोचना करा मुझे आपन को कि जिनस देखी आपण ये थंबनेल गुड़ाक देखो थंबनेल आप जापे जोटा कि बेसिकली आपणकर व्यवहार हुए। प्रथम ये थंबनेलटा मुझे आपको देखा चाहिए यही थंबनेल आप देखु यही थंबनेलटी आमर यूट्यूब रे आसीथिला जोटा कि आपण आगे आम देखा चाहूँ। थंबनेल रे स्पष्ट भाव देखो तो लिखा है कि भारत ने उड़ा दिया कराची का पोर्ट माने कराची पोर्ट को भारत उड़े देछि। ये गोटे प्रतिष्ठित न्यूज़ चैनल आपण मैंने देखी ना तो मु वर्तमान कहीकि भी किसी ये हम आप देखिपारे थंबनेल रे कौन को न्यूज़ रो लोगोटा लगी ये जो भली भावे थंबनेल टी निजर तैयारी करिछि लोकों को आकृष्ट करिया पई निज व्यूज बढ़ेवा उद्देश्य रे जो भली भावे थंबनेल दिया जायछि। आपण जदि न चाहिए भी ये थंबनेल को आप क्लिक करेंगे आप देखो यार व्यूज केते अच्छी यहाँ सकाळर थंबनेलटा जो मुझे आपन को ये स्क्रीनशॉटटा मु नेली एबे मु आपन को देखौछि एथिरे स्पष्ट भाव लिखाई कि भारत ने उड़ा दिया कराची का पोर्ट। कराची रो पोर्ट को भारत उड़े देला या विषय तो सेना कौन सी सूचना देनी गोदी मीडिया पाखे एत इनफॉरमेशन आसला कुआडू माने केवल व्यूज पई आ लोकों को मिसगाइड करने एमतिया सब थंबनेल आज्ञा तैयारी करा जाउची जोटा कि निहाती जोटा कहबा आम चिंताजनक मीडिया हाउस हिसाब रे गोटे रेस्पॉन्सिबल मीडिया हाउस हिसाब रे माने काम करूना माने केवल लोकों को मिस इनफॉरमेशन दौरान आ मिसगाइड कर मु कहबी पाकिस्तानी मीडिया जो भाया काम विगत 2-4 दिन धरी करुची से जिनस को जदि आम अनुभव करवा या सहित आम तुलना करवा इन भितर आज्ञा विशेष किसी तफात ना से भी मिस इनफॉरमेशन दौरान एमाने भी मिस इनफॉरमेशन दौरान सेमती आउ गोटे थंबनेल देखा चाहिए आपन को आपण यही थंबनेल टी देखंतु देखंतु सीमा पर आया पाकिस्तान इस्लामाबाद तक पहुंचा हिंदुस्तान ऑपरेशन सिंदूर माने कौन कहिबे आपण माने सी लिखिदेला जे कि पाकिस्तान जो सीमार पलि आसी हिंदुस्तान आमर जाए कि इस्लामाबाद जाए पहुँची सारी माने एमतिया थंबनेल एमाने तैयारी करुचंती
ମାନେ ଭାରତୀୟ ସେନା ଆରମ୍ଭରୁ କେବେ ବି ଏଲ୍ଓସି କ୍ରସ୍ କରିନଥିବା କୌଣସି ପରିସ୍ଥିତିରେ ଆପଣମାନେ ଜାଣିଥିବେ, କିନ୍ତୁ ଏଇ ନ୍ୟୁଜ୍ ଚ୍ୟାନେଲ୍ ବାଲା ଏମାନେ କ୍ରସ୍ କରିଗଲେଣି ଏଲ୍ଓସି। ଆପଣ ନିଜେ ଚିନ୍ତା କରନ୍ତୁ, ଏଇଭଳିଆ ଗୋଟେ ଆପାତକାଳୀନ ପରିସ୍ଥିତି ଯେତେବେଳେ ଯୁଦ୍ଧ ହେବାର ସମ୍ଭାବନା ବହୁତ ଆକାରରେ ରହୁଛି, ସେହି ସମୟରେ ଯଦି ଏମିତିଆ ସବୁ ଫଟୋଗ୍ରାଫ ନିଜ ଭିଡ଼ିଓ ପୂର୍ବରୁ ଦେଇକି ଲୋକଙ୍କୁ ଯଦି ମିସଗାଇଡ୍ କରାଯାଏ, ତାହେଲେ ଆଜ୍ଞା କ'ଣ ଅବସ୍ଥା ହେବ ଆଗକୁ ନିଜେ ଆପଣ ଚିନ୍ତା କରନ୍ତୁ। ଆପଣମାନେ ଆଉ ଆମମାନେ କେଉଁ ଭଳି ହିସାବରେ ଆମେ ମାନେ ମିସଗାଇଡ୍ ହେବା ଏଇ ମିଡ଼ିଆ ଦ୍ୱାରା। ଆଉ ଗୋଟେ ବି ସେମିତି ଏକ୍ଜାମ୍ପଲ୍ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ, सुबह 11 बजे तक पाकिस्तान के ये बड़े शहर खत्म। ମାନେ ସତରେ ଯେମିତି ମାନେ ଏଇମାନେ ହିଁ ଯାଇକି ଆକ୍ରମଣ କରି ପକେଇବେ ଆଉ ପାକିସ୍ତାନକୁ ଖତମ କରିଦେବେ। ମାନେ ଏତେ କଦର୍ଯ୍ୟ ଏମାନଙ୍କର ଆଜ୍ଞା ମାନସିକତା, ଏତେ ହିସାବରେ ଏମାନେ ଲୋକଙ୍କୁ ମାନେ ଯେଉଁ ବାଟବଣା କରୁଛନ୍ତି। ଯୁଦ୍ଧ ଭଳିଆ ଗୋଟେ ପରିସ୍ଥିତି ଯେଉଁଠିକି ସମସ୍ତେ ଆମେ ସଜାଗ ରହିବା କଥା। ଆମ ସେନା, ଆମ ସରକାରଙ୍କର ଆମେ ମନୋବଳଟା ଆମେ ଯେତେବେଳେ ବଢ଼ାଇବା କଥା, ଯେତେବେଳେ ଅନେକ ଲୋକ ଆମ ନିଜରି ଲୋକ ଆପଣମାନଙ୍କର ଆମମାନଙ୍କ ଅନେକ ପରିବାରର କିଛି ସଦସ୍ୟ ମଧ୍ୟ ଯାଇକି ସୀମା ଆଖପାଖ କୌଣସି ରାଜ୍ୟରେ ଯାଇକି ରହୁଥିବେ, ସେମାନେ ମଧ୍ୟ ଭୟଭୀତ ହୋଇକି ଥିବେ। ଆଉ ଏ ବିଷୟରେ ଆମେ କଥା ହେବା, ସୀମାରେ ଏବେ କ'ଣ ଚାଲିଛି ବର୍ତ୍ତମାନ ଘଟଣା, ବିଭିନ୍ନ ଆଡ଼ୁ ବହୁତ ଗୁଡ଼ିଏ ଖବର ଆସୁଛି। ଆଉ ବିଶେଷ କରି ଏଇ ଯେଉଁ ଗୋଦି ମିଡ଼ିଆ କଥା ମୁଁ କହିବି, ଏଇ ଗୋଦି ମିଡ଼ିଆ ମାନେ କେବେ ହେଲେ ସଠିକ୍ ଖବର ଆଜ୍ଞା ଦେଖାଉନାହାନ୍ତି। ଏମାନେ କେବଳ ଏମିତିଆ ସବୁ ମିସଗାଇଡ୍ କଲା ଭଳିଆ ସବୁ ଭିଡ଼ିଓ ଗୁଡ଼ାକ, ଭିଡ଼ିଓ ଥମ୍ବନେଲ୍ ଗୁଡ଼ାକ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ କିମ୍ବା ନିଜ ୱେବସାଇଟ୍ରେ ପବ୍ଲିଶ କରୁଛନ୍ତି। ଆଉ ଆପଣମାନଙ୍କୁ ଚାହୁଁଛନ୍ତି ଯେ ଆପଣମାନେ ତାଙ୍କୁ ବିଶ୍ୱାସ କରନ୍ତୁ। ସେମାନଙ୍କ ଇଚ୍ଛା ଯେ ଆପଣମାନେ ତାଙ୍କୁ ବିଶ୍ୱାସ କରନ୍ତୁ। ଏସବୁକୁ ଆଜ୍ଞା ଆପଣମାନେ ବିଶ୍ୱାସ କରିବେ ମାନେ ମାନେ ଏତେ ଦିନ ପରେ ଆପଣ ନିଜେ ଆଜି ଗୋଟେ ଖବର ପଢ଼ିଥିବେ, ମୁଁ ଆପଣଙ୍କୁ କହି ରଖୁଛି। ଇଣ୍ଡିଆ ଟୁଡେର ଜଣେ ବରିଷ୍ଠ ସାମ୍ବାଦିକ, ସିଏ ଆଜି ନିଜେ ଟ୍ୱିଟ୍ କରିକି କହିଛନ୍ତି କି ଆଜ୍ଞା ଯଦି ପ୍ରକୃତ ଯୁଦ୍ଧ ପରିସ୍ଥିତିରୁ ଆମମାନଙ୍କୁ ବାହାରିବାର ଅଛି, ଯଦି ଆମମାନଙ୍କୁ ବିଜୟୀ ହେବାର ଅଛି, ତାହେଲେ ପ୍ରଥମେ ଆପଣ ଟିଭି ଦେଖିବା ବନ୍ଦ କରନ୍ତୁ। ଟିଭିରେ ଘନା ଘନା ଆଜ୍ଞା ସାଇରନ୍ ବାଜୁଛି। ମାନେ ସତରେ ସାଇରନ୍ ବାଜୁ ନ ବାଜୁ, କିନ୍ତୁ ଦେଖିବେ ଟିଭିର ବ୍ୟାକଗ୍ରାଉଣ୍ଡରେ ସାଇରନ୍ ବାଜୁଛି ଏନି ଟାଇମ୍। ଆପଣ ଟିଭି ଅନ୍ କରୁ କରୁ ଯେକୌଣସି ଚ୍ୟାନେଲ୍ ଆପଣ ଅନ୍ କରିବେ, ସେଥିରେ ସାଁ ସୁଁ ସାଁ କରିକି ଏମିତି ଏୟାରକ୍ରାଫ୍ଟ ଆସୁଥିବ, ଇଆଡ଼ୁ ଗୁଳି ବର୍ଷଣା ହେଉଥିବ, ସିଆଡ଼ୁ ସୈନିକମାନେ ଦୌଡ଼ି ଦୌଡ଼ି ଆସୁଥିବେ, ସିଆଡ଼ୁ ଟ୍ୟାଙ୍କ ପଳେଇ ଆସୁଥିବ, ତାଙ୍କ ପଛପଟେ ଏମିତି ସବୁ ଆନିମେସନ୍ ଚାଲିଛି। ଆଉ ଏଇମାନେ ଚାହୁଁଛନ୍ତି ଯେ ଆମେ ତାଙ୍କ ଉପରେ ବିଶ୍ୱାସ କରୁ। ଏମାନଙ୍କର ଆନିମେସନ୍କୁ ଧନ୍ୟବାଦ। ଏମାନଙ୍କର ଯେଉଁ ପ୍ରଡକ୍ସନ୍ ଟିମ୍, ଯେଉଁମାନେ ପ୍ରୋଗ୍ରାମ୍ ପ୍ରୋଡ୍ୟୁସର୍ ମାନେ ଅଛନ୍ତି, ତାଙ୍କୁ ମଧ୍ୟ ଆଜ୍ଞା ବହୁତ ବହୁତ ଧନ୍ୟବାଦ। ଏମାନେ ଏମିତିଆ ଖବର ପ୍ରସାରଣ କରୁଛନ୍ତି ଯେ ଲୋକମାନେ ଭୟଭୀତ ହୋଇକି ଟିଭିକୁ ଆଉ ଛାଡ଼ିକି ଯିବେନି। ଆମକୁ ଲାଗିବ ସତକୁ ସତ କାଳେ ଆମ ସହର ଉପରେ କିଛି ପ୍ରଭାବ ପଡ଼ିବ କି, ଆମ ଉପରେ କି ବୋମା ପକାଇଦେବ କି, ଏମିତିଆ ମାନେ କଦର୍ଯ୍ୟ ଭାବେ ମାନେ ନ୍ୟୁଜ୍ ପରିବେଷଣ କରୁଛନ୍ତି। ଦୟାକରି ଆମେ ଆମ ଚ୍ୟାନେଲ୍ ମାଧ୍ୟମରେ ଯେତିକି ବି ଦର୍ଶକମାନେ ଆମକୁ ଦେଖୁଛନ୍ତି ବା ଆଗକୁ ଦେଖିବେ, ଆମେ ତାଙ୍କୁ ରିକ୍ୱେଷ୍ଟ କରିବୁ କି ଏଇସବୁ ଚ୍ୟାନେଲ୍କୁ ଯଥାସମ୍ଭବ ଆପଣ ଆଭଏଡ଼୍ କରନ୍ତୁ। ଏମାନଙ୍କ ଭିଡ଼ିଓ ଆପଣମାନେ ଦେଖନ୍ତୁ ନାହିଁ। ଏମାନଙ୍କ ଭିଡ଼ିଓ ଯଦି ଆପଣମାନେ ଦେଖୁଛନ୍ତି, ଏମାନଙ୍କୁ ଏନକରେଜମେଣ୍ଟ ମିଳିବ। ମାନେ ଏମିତି ହିଁ ଦେଶବାସୀଙ୍କୁ ମିସଗାଇଡ୍ କରି ଯିବେ। ପ୍ରକୃତ ସିଚୁଏସନ୍ କ'ଣ, ମୁଁ ଆପଣଙ୍କୁ ଆଗାମୀ କିଛି ମିନିଟ୍ରେ ଆପଣଙ୍କୁ ଜଣେଇବି। ଆପଣମାନଙ୍କୁ ଆଜି ସକାଳ କିମ୍ବା ଏବେ ସୁଦ୍ଧା ସୀମା ପାଖରେ ଥିବା ଟେନସନ୍ର ଅନେକ ଖବର ଆପଣଙ୍କୁ ମିଳିଯାଇଥିବ। ପ୍ରଥମତଃ ମୁଁ ଆପଣଙ୍କୁ ଜଣାଇବାକୁ ଚାହିଁବି ଯେ ସୀମାରେ ପରିସ୍ଥିତି ଆଜ୍ଞା ବହୁତ ଖରାପ। ବିଶେଷ କରି ପୁଞ୍ଚ ସେକ୍ଟର ଯେଉଁଟା କୁହାଯାଏ, ସେ ପୁଞ୍ଚ ସେକ୍ଟରରେ ନିରନ୍ତର ଭାବେ ପାକିସ୍ତାନ ସେନା ପକ୍ଷରୁ ସେଲିଂ କରାଯାଉଛି, ତାଙ୍କ ସେନା ପକ୍ଷରୁ ଗୁଳିମାଡ଼ କରାଯାଉଛି, ବମ୍ବିଂ କରାଯାଉଛି। ଏଇଥିରେ ଅନେକ ଘରଦ୍ୱାର ଆଜ୍ଞା ନଷ୍ଟ ହୋଇସାରିଲାଣି। ଅନେକ ଇନୋସେଣ୍ଟ ଲୋକ ଏଥିରେ ପ୍ରାଣ ହରାଇଲେଣି କିମ୍ବା ଆହତ ହେଲେଣି। ଏସବୁର କିଛିଟା ମୁଁ ଆପଣଙ୍କୁ ନ୍ୟୁଜ୍ କ୍ଲିପ୍ ଦେଖାଇବାକୁ ଚାହିଁବି। ଏଇଟା ପ୍ରଥମ ଖବରଟି ଆପଣ ଦେଖିପାରୁଥିବେ, ଆପଣଙ୍କ ସ୍କ୍ରିନ୍ରେ ଆସୁଥିବ। ଏଇଟା ଦେଖନ୍ତୁ, କ୍ୱିଣ୍ଟ ବୋଲି ଗୋଟେ ଆଗଧାଡ଼ିର ଗଣମାଧ୍ୟମ ସଂସ୍ଥା, ଯାହାର ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ଏବଂ ତା'ର ନିଜର ୱେବସାଇଟ୍ ମଧ୍ୟ ଅଛି।
आउ फेसबुक एवं अन्य सोशल मीडिया रे भी आपण आकु पाइबे। ये देखो रिपोर्ट करिछि एटा क्लियर रिपोर्ट एथरे देखा जाइछि कि पूंछ सेक्टर रे जो भली भाबे पाकिस्तान पक्षरु सेलिंग करा जाइतिला सेलिंग रे दुई जण माइनर जो माने नाबालक और नाबालिका ये दुई जण को जण माउसी से एक्सपायर कर जाइछंती ताकर मृत्यु घटिछि। सेमिति देखिथिबे एथरे से क्लियर भाबे मेंशन करछि कि जेबेटू एटा आरंभ हला 7 मई रु जतलरु ए ऑपरेशन टा स्टार्ट हेछि सेबेठारु पाकिस्तान क्रॉस बॉर्डर फायरिंग निरंतर भाबे करि आसुछि। आउ एथरे सिविलियन एरिया को भी से बक्सु नहीं। सिविलियन एरिया रे और पूंछ रो जो सिविलियन एरिया अछि एमान को ऊपरे जो बोमा एवं गुली माड़ करा जाउछि सेथरे अनेक जो माने सेठी रेसिडेंट अछन्ते सेमानकर मृत्यु घटिछि एवं एमान को मध्यरु शिशु माने मध्य अछन्ते। प्रॉपर्टी अनेक आकार डैमेज हेछि। एथरे दे हमें सही खबर को आउ टिके विश्लेषण करिवा से खबर आपण देखंतु दुई जण शिशु तांकर बयस 14 और 12 वर्ष से माने निज किराना घर पाखरे थिबा तांकरी घरर गोटे किराना शॉप आगे खेलुथिले खेलिला अवस्था रे ताको ऊपरे एक सेल फायरिंग हेतिला। सेल फायरिंग भितर जनकर मृत्यु सेठी स्पॉट रे मृत्यु हेतिला एवं आउ जण को मेडिकल नवा रास्ता रे ताकर मृत्यु घटथिला। माने एई भली खबर आज्ञा सब आसुची सीमा पाखरु। एटी जणे वयस्क वृद्ध जणे से स्टेटमेंट देइचंती से स्टेटमेंट देइचंती जे ताको घर आख पाखरे जतले पिला माने खेलुथिले सेतले आमे हठात शुणी जे सेलिंग हला परे एमांक भितरु दुई जनक मृत्यु घटिछि। हम आपन को आ गोटे जिनस देखा चाहिए यही ट्वीट गुड़ाक आप देखु तल ट्वीटा केते दूर ठीक केते दूर भूल एटा तो आगे मु कहि परिबि नाही किंतु एथिरे गोटे जिनस स्पष्ट भाव में जना पड़छि कि ऊपर ट्वीटा डॉक्टर एस जयशंकर से करिसंती ठीक अछि। सीए कहिसंती कि discussed India's targeted and measured response to firmly counter to terrorism. Any escalation will see a strong response. से सीधा सड़क भावे पाकिस्तान को वार्निंग देइचंती कि जदि पाकिस्तान निज आडू एस्केलेट करे ताहले इंडिया पक्षरु स्ट्रॉन्ग रेस्पॉन्स दिया जिवो एवं स्ट्रॉन्ग रेस्पॉन्स माने आपण माने भल भाबरे बुझी पड़तबे माने वर्तमान केंद्र सरकार संपूर्ण भावे प्रस्तुत अछंती कि से माने पाकिस्तान को जहाँ हेले भी गोटे कड़ारू अति कड़ा जवाब से माने देवे। कारण जो भली भावे 22 एप्रिल घटना पूरा देश को कौन पूरा विश्व को स्तब्ध करथिला ताहार जवाब वर्तमान पाकिस्तान को दबार समय आसी जाइए एवं केंद्र सरकार एथिरे कौनसी भी भूलचूक रखिबार कहीं आमको किसी ये कर माने संभावना देखा जाऊ नहीं। किंतु ये जो तले जो इंडियन एयरफोर्स पक्षर जो ट्वीटा करा जाइए एटा बोध हुए माने गोटे पैरोडी अकाउंट कि गोटे फेक अकाउंट होइतिबो कम इंडियन एयरफोर्स गोटे रेस्पॉन्सिबल डिपार्टमेंट से माने एमती ट्वीट करेंगे ना से मुझे बारंबार आपको कही आसुची कि जितेबाला आपड़ कौन भी खबर सोशल मीडिया पढ़ुंट अथवा देखुंट प्रथम ता सोर्सटा वेरीफाई करूँ जो एक्स अकाउंट बा ट्विटर अकाउंट अथवा फेसबुक अकाउंट अथवा यूट्यूब अकाउंट रे जहाँ किसी भी खबर आपन को दिया जाउची ताहार जी तार प्रोफाइल टाको जाइए आप विजिट करूँ विजिट कला पर ही आपण मैंने जो कथा विश्वास करार अच्छी ताको ही विश्वास करेंगे अन्यथा
ଅଯଥା କଥାକୁ ଅଯଥା ଗୁଜବ ଉପରେ ଆପଣ ବିଶ୍ୱାସ କରିବେ ନାହିଁ। ସେମିତି ଆଉ ଗୋଟେ ଜିନିଷ ଆପଣଙ୍କୁ ଏବେ ଆସିଯିବା କଥା। ଆପଣ ଏଇ ଫଟୋଟିକୁ ଦେଖନ୍ତୁ। ଏଇଟା PIB ପକ୍ଷରୁ ଟ୍ୱିଟ୍ କରାଯାଇଛି। PIB ପକ୍ଷରୁ ଦେଖନ୍ତୁ, ଏଇଟା ଜେନ୍ୟୁନ୍ ଆକାଉଣ୍ଟ ଆଜ୍ଞା। ମୁଁ ଯେତେବେଳେ ପ୍ରଥମେ ଦେଖିଲି ମୁଁ ବି ବିଶ୍ୱାସ କରୁନଥିଲି, କିନ୍ତୁ ବର୍ତ୍ତମାନ ଯେତେବେଳେ ଆମେ ଦେଖିଲେ ଏଇ ଯେଉଁ ଇକୋନୋମିକ୍ ଆଫେୟାର୍ସ ଡିଭିଜନ ଗଭର୍ଣ୍ଣମେଣ୍ଟ ଅଫ୍ ପାକିସ୍ତାନ ଏହା ପକ୍ଷରୁ ଗୋଟେ ପୋଷ୍ଟ କରାଯାଇଥିଲା ଏକ୍ସରେ। ସେ ପୋଷ୍ଟରେ ଲେଖାଯାଇଛି ଯେ ଗଭର୍ଣ୍ଣମେଣ୍ଟ ଅଫ୍ ପାକିସ୍ତାନ appeals to international partners for more loans after heavy losses inflicted by enemy amid escalating war and stock crash. We urge international partner to help de-escalate। ଏବଂ ୱାର୍ଲଡ ବ୍ୟାଙ୍କକୁ ଟ୍ୱିଟ୍ କରିକି ପାକିସ୍ତାନ କହିଛି ଯେ ଆମକୁ ଅଧିକ ପଇସା ଦରକାର, ଆମକୁ ଅଧିକ ଲୋନ୍ ଦରକାର, ଯେହେତୁ କି ଆମେ ଶତ୍ରୁଙ୍କ ଆକ୍ରମଣରୁ ବର୍ତ୍ତମାନ ଇଏ ହେଇକି ଅଛୁ, ଆମେ ସମ୍ପୂର୍ଣ୍ଣ ଭାବେ ବିଧ୍ୱସ୍ତ ହେଇକି ଅଛୁ, ତେଣୁ ଆମକୁ ନୂଆ ଆକାରରେ ଲୋନ୍ ଦିଆଯାଉ। ତ ଏଇଟା ଅନେକ ଆକାରରେ ଆଜ୍ଞା ହାସ୍ୟାସ୍ପଦ। ଆଉ ସବୁଥିରୁ ଇମ୍ପୋର୍ଟାଣ୍ଟ ଜିନିଷ ହେଲା ଯେତେବେଳେ PIB ଇଣ୍ଡିଆ ପାଖକୁ ଏଇ ଜିନିଷଟା ପହଞ୍ଚିଲା। PIB ଅଫ୍ ଇଣ୍ଡିଆ ଆପଣ ନିଜେ ଦେଖିପାରିବେ, ସେ ହେଉଛି ଗୋଟେ ଗଭର୍ଣ୍ଣମେଣ୍ଟ ସଂସ୍ଥା ଏବଂ ଗଭର୍ଣ୍ଣମେଣ୍ଟ ସଂସ୍ଥା ପକ୍ଷରୁ ଏଇ ଫଟୋଟିକୁ ତାଙ୍କ ଟ୍ୱିଟ୍ଟିକୁ ରିଟ୍ୱିଟ୍ କରାଯାଇ, ମାନେ ରିଟ୍ୱିଟ୍ କରାଯାଇ ଏଥିରେ ଲେଖାଯାଇଛି ଯେ ଇଏ କୋଇ ତରିକା ହେ ଭିକ୍ ମାଙ୍ଗନେ କା। ମାନେ ଏଇ ଯେଉଁ ମୁଭିର ସିନ୍ଟା ଆପଣମାନଙ୍କୁ ମନେ ଥିବ, ଇଏ ହେଉଛି ଗୋଲମାଲ 2ର ସିନ୍। ଏଇଟା ତ ଗୋଲମାଲ 1ର ସିନ୍, ଗୋଲମାଲ ପାର୍ଟ 1ର ସିନ୍। ତ ବଲିଉଡ଼ ମୁଭିର ଗୋଟେ ସିନ୍କୁ ଆଣିକି ଏଥିରେ ପାକିସ୍ତାନକୁ କମେଡ଼ି କରିବାକୁ ଚେଷ୍ଟା କରାଯାଇଛି, କିନ୍ତୁ ଏଇଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଆପଣମାନେ ହିଁ କୁହନ୍ତୁ। କାରଣ ଏହାକୁ ନେଇକି ଅନେକ ଲୋକ ଆପତ୍ତି ଉଠାଇଛନ୍ତି ଏବଂ କମେଣ୍ଟରେ ଲେଖିଛନ୍ତି ଯେ କି PIB ସୁଡ୍ ଆକ୍ଟ ମୋର୍ ରେସ୍ପନ୍ସିବଲି। ଏମିତିଆ ସିଚୁଏସନ୍ରେ ଏମିତିଆ ସବୁ ଜୋକ୍ କରିବାଟା ଆକ୍ଚୁଆଲି ଠିକ୍ ନୁହଁ, କିନ୍ତୁ ଟେନସନ୍ ମଧ୍ୟରେ ସେମାନଙ୍କ ଉଦ୍ଦେଶ୍ୟ ଥିଲା କି ଲୋକଙ୍କୁ ଟିକେ ମନୋରଞ୍ଜନ ମାନେ ସ୍ୱଳ୍ପ ଆକାରରେ ଦେବାକୁ। କିନ୍ତୁ ଏଇଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଆପଣ ହିଁ ନିଜେ ଚିନ୍ତା କରନ୍ତୁ। ଆମର ମେନ୍ ଆଜିର ଲାଇଭ୍ ଷ୍ଟ୍ରିମ୍ର ଗୋଟେ ହିଁ ଉଦ୍ଦେଶ୍ୟ ଥିଲା ଆଜ୍ଞା, ଏଇ ଯେଉଁ ଭଳିଆ ଆପଣଙ୍କୁ ମୁଁ ଦେଖେଇଲି ସେଇ ଜିନିଷ ଗୁଡ଼ାକ ଆପଣମାନେ ଟିକେ ନଜର ରଖିବେ। କୌଣସି ବି ଗୋଦି ମିଡ଼ିଆର ନ୍ୟୁଜ୍ ଉପରେ ହଠାତ୍ ବିଶ୍ୱାସ ଆପଣ କରିବେ ନାହିଁ, ପ୍ୟାନିକ୍ କରିବେ ନାହିଁ। ଆମେ ଦେଖୁଛୁ ଆମ ଆଖପାଖ ପଡ଼ୋଶୀରେ ମଧ୍ୟ ଅନେକ ଲୋକ ଏସବୁ ନ୍ୟୁଜ୍ ଦେଖିକି ଅନେକ ଆକାରରେ ସେମାନେ ଚିନ୍ତାରେ ପଡ଼ିଯାଉଛନ୍ତି। ତ ଆମେ ଆପଣଙ୍କୁ ରିକ୍ୱେଷ୍ଟ କରୁଛୁ ଦୟାକରିକି ଏମିତିଆ ଖବର ଦେଖିଲା ପୂର୍ବରୁ ନିଜ ବିବେକ ଖଟାଇବେ, ନିଜ ବୁଦ୍ଧି ଟିକେ ଲଗାଇବେ ଏବଂ ନିହାତି ଭାବରେ ଅନ୍ୟମାନଙ୍କୁ ଆପଣମାନେ ସଜାଗ କରାଇବେ ଯେ ଏମିତିଆ ନ୍ୟୁଜ୍ ଗୁଡ଼ାକ ସେମାନେ ନ ଦେଖନ୍ତୁ ଅଥବା ଏମାନଙ୍କୁ ଏନକରେଜମେଣ୍ଟ ନ ଦିଆଯାଉ। ତ ଆଜିର ବିଷୟବସ୍ତୁ ଉପରେ ଆପଣଙ୍କ କ'ଣ କହିବାର ଅଛି ଆମକୁ କମେଣ୍ଟ ବକ୍ସରେ ନିହାତି ଜଣାଇବେ। ରହିଲୁ ଆଜ୍ଞା, ନମସ୍କାର।